श्री गणेशाय नमो नृसिंह चरण अनादि परम कारण जाबिनु आदि मध्य अंत विचारे न घटे जगत इंद्रिय अथ जे जाणई सुते जे नित्य प्रकाशई आनंदे मने वेद सार ब्रह्मांडे जे कला विस्तार जार स्वरूप हृदय चिंती वेद पुरुषे न जानती मूर्तिका विकार जेमंत जलरे हुई कल्पित जले उपल बुद्धि करी मुग तृष्णारे जेन्हे बारी रूप अरूप स्थिति तीनि जार गोचरे अनुमानी स्वभावे नुहे से मंत ए शास्त्र योगींकर मत आत्म प्रकाशे सदा थाई निरस्त कुहुक बोलाई सत्य परमानंद हरि जहार भावे भवुतरी एमंते सत्य रूपचार तापाद मोर नमस्कार तार चरण नित्य ध्यान करी तरंती सर्वजन से कृष्ण पाद हृदय धरी प्रबंधे गीत नाद करी अशेष जगतर हिते बनई दास जगन्नाथ निर्मल मुनिकर मते हरि चरित्र भागवते कवि अच्छी जेते गुण सुजने सावधाने शुण नाही ताहाकर अहंकार सहिष्णु हुते दया पर कपट धर्मजार नाही स्वभावे संतोषे बोलाई से साधु जनकर धर्म माया वर्जित शुद्ध कर्म तांक विचारे धर्म जेते शुण कहिबा दृढ़ चित्ते लक्ष्य लक्ष्य जेते प्राणी बोधे विचारे परिमाणी से धर्म जही अनुमानी एणे संसारे जेते ज्ञानी से वस्तु अच्छी जही पुरी जहा चिंतन्ति ब्रह्मचारी श्रवण मात्रे मोक्ष पाई तापति त्रय क्षय जाई हृदय बसई लक्षण अनादि प्रभु नारायण एणु अधिक अन्य ग्रंथे कि प्रयोजन ए जगते एणु ए भागवत जेहि श्रवण मात्रे भक्ति होई हे भागवतर महिमा के चिंती पारे गुण सीमा सकल शास्त्र फल यही श्री भागवत नाम जेहि सकल वेद होई वृक्षे फले फलिले अंतरिक्षे केबे केते हे दिन पाची तले बुखु पड़िले वायु बले सुख धाइले ताहा देखी पक्षींक संग ते उपेक्षी तो से अधर क्षति कला भितरे सुरंग दिशिला तहु गलिला रस सार किय बा देवा पटांतर अमृत निदे साधुपणे सुजने प्रीप अनुक्षणे आनंदे कर सुधापान जेणे पाइब दिव्य ज्ञान ए चारि वेद कर मूल निगम वृक्षर ए फल पीब जीवन अंत जाए तेबे बंचिब माया मोहे एबे हो शुण साधु जने हरि चरित्र सुधा मने सर्वदेवंकर स्थान नाम जे नैमेष्य अरण्य कलिर आगमन देखी मुनि स्थान उपलक्षी सोनक आदि मुनि गणे मिलिले नैमिष्य अरण्ये कलिसी कलुष भय करी मुनि एकांते विचारी संकल्प करी एत तुले सहस यज्ञ आरंभिले जानती शुभ पद वांछा सुरादि लोके कले इच्छा सफल मिली पांत्र काले कर्म संपादिले अनले सुत मुनि की पूजा करी बसिले सकले आवरी सकल मुनि शुद्ध मने पूछिले अमृत वचने ऋषि वाच हे सुत शुण सावधान तुम महिमा अनुमान
ସର୍ବପୁରାଣ ଇତିହାସ ଶୁଣିଲୁ ତୁମ୍ଭର ପ୍ରକାଶ। ସଂସାରେ ଧର୍ମ ଶାସ୍ତ୍ର ଯେତେ ସର୍ବଗୋଚର ତୁମ୍ଭ ମତେ। ବେଦବିଦଙ୍କ ମଧ୍ୟ ଶ୍ରେଷ୍ଠ ଯେ ବାସ୍ୟ ମୁନି ତପନିଷ୍ଠ। ତାହାଙ୍କ ଶିଷ୍ୟ ଅଟ ତୁମ୍ଭେ ଏକଥା ଭଲେ ଜାଣୁ ଆମ୍ଭେ। ପୂର୍ବେ ଯେ ଥିଲେ ବ୍ରହ୍ମମୁନି ତାଙ୍କ ବଚନ ତୁମ୍ଭେ ଶୁଣି। ସକଳ ଶାସ୍ତ୍ର ତୁମ୍ଭ ତହିଁ ବେଦ ପୁରାଣେ ଯେତେ କହି। ବ୍ୟାସଙ୍କ ଅନୁଗ୍ରହ ଘେନି ସକଳ ଶାସ୍ତ୍ରେ ତୁମ୍ଭେ ଜ୍ଞାନୀ। ଦଇବେ ଅଛି ଏହି ମତ ଏ ଶିଷ୍ୟ ଗୁରୁରେ ଭଗତ। ଶିଷ୍ୟ ଭକ୍ତିରେ ଦୟା ବହେ ସକଳ ଗୁରିତ କହେ। ଏଣୁ ବ୍ୟାସଙ୍କ ଶିକ୍ଷା ଯେତେ ପ୍ରକାଶ ଆମ୍ଭର ଆଗ୍ରତେ। ନିଶ୍ଚିନ୍ତେ ଏକାନ୍ତ ଶ୍ରେୟ ଯେତେ ଏ ଜୀବ ତରିବ ଯେ ମନ୍ତେ। ଜେଣେ ତୁଟଇ ବିଷ୍ଣୁ ମାୟା କହ ଆମ୍ଭକୁ ଯେବେ ଦୟା। ଏ କଳି ଯୁଗେ ଯେତେ ପ୍ରାଣୀ ଅଳ୍ପ ଆୟୁଷ ପରିମାଣୀ। ସ୍ୱଭାବେ ମନ୍ଦମନ୍ତୀ ହନ୍ତି ପ୍ରାଣୀଙ୍କ ଉପଦ୍ରବ ଚିନ୍ତି। ଯୁଗ ବ୍ୟବହାରେ ପରିମାଣୀ ସକଳ ଧର୍ମ ତୁମେ ଜାଣି। ଏ ପ୍ରଶ୍ନ ଶୁଭ ଆମ୍ଭ ମତେ ଆର ସାର ଉଦ୍ଧାରି ରୂଢ଼ି ଚିତେ କହ ସଂସାରେ ପ୍ରାଣୀଙ୍କର। ହେମନ୍ତେ ମାୟାରୁ ନିସ୍ତାର ଯେଣେ ପ୍ରସନ୍ନ ହୋଇ ହରି। ଏ ଜୀବ ଆତ୍ମାକୁ ଧରି କରଇ ମାୟାରୁ ନିସ୍ତାର। ଏ ଜୀବମାନଙ୍କୁ ଉଦ୍ଧାର ତୁମ୍ଭ ପର୍ଶନେ ଯୋଗ ବଳେ ପ୍ରକାଶ କର ମହିତଳେ। କି ପ୍ରୟୋଜନ ଜଗନ୍ନାଥ ଦେବ କି ଉଧରେ ସମ୍ଭୂତ। ସେ ହେତୁ କହ ସୁଧ ଚିତେ ଆମ୍ଭେ ପଚାରିଲୁ ଜନହିତେ। ସଂସାରେ ଯାର ଅବତାର ପ୍ରାଣୀ ମଙ୍ଗଳ ବୁଦ୍ଧି କର। ଜଗତ ପାର ସେ ଚରିତ ତୁମ୍ଭେ ତାବନେ ସମରଥ ଘୋର। ସଂସାରେ ପ୍ରାଣୀ ପଡ଼ି ଆତ୍ମନିଷ୍ଠାରେ ପଥ ହୁଡ଼ି। ଯାହାର ନାମ ଉଚ୍ଚାରିଲେ ସଙ୍କଟୁ ତରି ଯାନ୍ତି ଭଲେ। ଯେ ଭୟ ଜୀବର ତେଜ ହରେ ସେ ହରି ନାମ ଶୁଣି ଡରେ। ଯାର ଚରଣେ ଆଶ୍ରୟ କରି ପବିତ୍ର ହନ୍ତି ବ୍ରହ୍ମଚାରୀ। ଶୁଦ୍ଧ କରନ୍ତି ସର୍ବଜନେ ଗଙ୍ଗା ଯେସନେ ସ୍ନାନ ପାନେ। ଯାହାର ଯଶ ପୁଣ୍ୟ ଶ୍ଲୋକେ ସୁଖେ ଗୁଣନ୍ତି ଜ୍ଞାନୀ ଲୋକେ। କଳି କଳୁଷଣ ଲାଗଇ କେବାନତରେ ଏହା ଗାଇ। ଯା ଯଶ ଗାଇ ମୁନି ଗଣେ ସୁଖେ ତରନ୍ତି ଭବ ବଣେ। ଯେ ହରି ବ୍ରହ୍ମା ଭିତରେ ଲୀଳା ସରାগে ଅବତରେ। ବିଶ୍ୱ ଉତ୍ପତ୍ତି ସ୍ଥିତି ନାଶ କି ରୂପେ କରତା ପ୍ରକାଶ। ମତ୍ସ୍ୟାଦି ଅବତାର ମାନ ଧରିଣ ପ୍ରଭୁ ଭଗବାନ। ଆତ୍ମାର ସଂଯୋଗ ମାୟା ବଳେ ବିହରେ ଅବନୀ ନିର୍ମଳେ। ସେ ହରି ସ୍ୱଚ୍ଛ ଶୁଭ କଥା କହେ ଶୁଦ୍ଧ ଧର୍ମଗାତା। ତାର ମହିମା ଶୁଣି ନିତ୍ୟ ତୋଷଣ ଲଘୁ ଆମ୍ଭଚିତ। ଜିହ୍ନା ଯେସନେ ସୁଧାର ହସ ପ୍ରିବନ୍ତେ ନୁହଇଁ ସନ୍ତୋଷ। ଅନନ୍ତ ସଙ୍ଗେ ଥାଇ ହରି ଜଗତ ଯେତେ କର୍ମ କରି। କପଟେ ନର ରୂପ ଧରି ଅତି ମନୁଷ୍ୟ କର୍ମ କରି। କଳି ଆଗଙ୍ଗ ଆମ୍ଭେ ଦେଖି ସକଳ ସମ୍ପଦ ଉପେକ୍ଷୀ। ଏ ପୁଣ୍ୟ କ୍ଷେତ୍ରେ ଶୁଭକ୍ଷଣେ କୃଷ୍ଣର କଥା ଅନୁକ୍ଷଣେ। କରି ତରିବୁ ବିଷ୍ଣୁ ମାୟା ଭମୁନି ତୁମ୍ଭେ କର ଦୟା। ଆମ୍ଭର ପୂର୍ବ ପୁଣ୍ୟ ଫଳ ସଙ୍ଗ ହୋଇଲୁ ତୁମ୍ଭ ମଳ। ଏ ଭୟଙ୍କର କଳି କାଳେ ଆମ୍ଭେ ଯେ ଅଛୁ ଭବ ଜଳେ। ଏ ଜଳୁ ତୁମ୍ଭେ କର ପାର ବୋଇଲେ ଯେହ୍ନୁ କର୍ଣ୍ଣଧାର। ଯେ ହରି ବ୍ରହ୍ମା ବଳ ସର୍ବଦେବଙ୍କ ଆଦି ମୂଳ। ଧର୍ମ କବଚ ଯାର ଅଙ୍ଗେ ସୁଖେ ବିହରେ ନାନା ରଙ୍ଗେ। କଳି ଆଗମେ ଭଗବାନ ଗମିଲେ ଆପଣା ଭୁବନ। ଯେ ଧର୍ମ ସଂସାରୁ ରଖିବ ସେ କାହିଁ ଶରଣ ପଶିବ। ଏ କଥା କହ ମୁନିବର ଆମ୍ଭ ସଂଶୟ ଯାଉ ଦୂର। ଏମନ୍ତେ ନମିଷ ବନେ ସର୍ବମୁନିଙ୍କ ସମ୍ବିଧାନେ। ସୌନକ ଆଦି ମୁନି ଗଣେ ଯେ ପ୍ରଶ୍ନ କଲେ ଜଣେ ଜଣେ। ନିର୍ମଳ ବିଷ୍ଣୁର ଚରିତ କୃଷ୍ଣ ବିଷୟ ଭାଗବତ। ସୁଜନ ଜନଙ୍କର ହିତେ କହଇ ଦାସ ଜଗନ୍ନାଥେ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ ସଂହିତାୟାଂ ପ୍ରଥମ ସ୍କନ୍ଧେ ନୈମିଷାଖ୍ୟାନେ ପ୍ରଥମୋଧ୍ୟାୟ। ଓಂ ନମୋ ଭଗବତେ ବାସୁଦେବାୟ।